আরে টুলু কিরে কଣ ହେଲା କିରେ ସକାଳୁ ସକାଳୁ କଣ ମୁହଁଟାକୁ ହାଣ୍ଡି ଭଳିଆ କରୁଛୁ? ଭାଇ ନା ତମେ କହୁନ ଯଦି ସକାଳୁ ଅଧଘଣ୍ଟା ଅଧିକ ଶୋଇପଡିଲି ସେଇଠୁ କଣଟା ଢୋ ହେଇଗଲା ଏତିକିରେ ବୁଢା ସକାଳୁ ମୋ ଉପରେ ଗରମ। ବୁଢା ବୁଢା କିଏ କିରେ? ଓହୋ ହୋ ହୋ ବାପାକୁ ବୁଢା କହୁଛୁ? ତୁ ତା ନଷ୍ଟ ହେଇଗଲୁଣି। ଭାଇ ନା ଚବେ କହିଲା ଭାଇ ନା ଶୁଣ କହୁଛି। ବାପା ବୋଲି ଯେ ଦୁଇଟି ଅକ୍ଷର ନୁହେଁ ସେ ଶବ୍ଦ ଖାଲି, ସିଏ ନଥିଲେ ଆମେ ନଥାନ୍ତେ ଏତିକି ଜାଣିଥା ଗେଲି। ଏଇ ଦେହ ହାଡ ମାଂସ ସବୁ ପରା ତାଙ୍କ ଅଂଶ, ତାଙ୍କରି ନାଁରେ ପରିଚିତ ଆମେ ଅମୁକ ସମୁକ ବଂଶ। ଥାଏ ସ୍ନେହ ପିଲା ପାଇଁ ବାପା ପାରନ୍ତିନି କହି, ବାପାର ମନଟେ ବୁଝିବୁ ସେଦିନ ବାପା ଯିବୁ ଯେବେ ହେଇ। ବାପା ପରି କେହି ନାହିଁ ଦୁନିଆରେ ସତେ ନାହିଁ। କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ହେ କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ଭାଇନା ଓ ମୋ ଘରେ ପରା ସେମ୍ କେସ୍। ରାତିରେ ଟିକେ ଡେରେ ଫେଲେ ବାପା ଦୁଆରେ ମୁହଁରେ ଜଗିଥିବେ, ଘଣ୍ଟେ ଟ୍ୟୁସନ କରିବେ, ପୁଅଟା ଖାଇଛି କି ନାହିଁ କିଛି ପଚାରିବେନି, ମୁହଁ ଉପରେ କଡା କଥା ଗୁଡା ଶୁଣେଇ ଦେଇ ଚାଲିଯିବେ। ନାଇଁ ରେ ପିଙ୍କୁ, ବେଳେ ବେଳେ ଯାହା ଦିଶୁଥାଏ କଥାଟା ସେଇଆ ନୁହଁ, ଭିତରେ କଥା ଆଉ କିଛି ଅଲଗା ଥାଏ। ତୁ ଜାଣିନୁ ବାପା ଏଇ ସମୟ ଭିତରେ ବୋଉକୁ ଠାରରେ କହିଦେଇଥାନ୍ତି ପୁଅକୁ ଖାଇବାକୁ ଦବ। ଓହୋ ବାପା ଯେ କେତେ ବ୍ୟସ୍ତ ହୁଅନ୍ତି ନିଜର ପିଲାଟା ପାଇଁ, ଭଲ ମଣିଷ କରିବେ ବୋଲି ଆଖିରେ ସପନ ନେଇ। ବାପା ଥିଲେ ଦାନା ଅଛି, ବାପା ଥିଲେ କନା ଅଛି, ଦିନ ଓ ରାତିକୁ ଏକା କରି ସିଏ ଖଟୁଥାନ୍ତି ଏଠି ଆଜି। ବାପା ଥିଲେ ଛାତ ଅଛି, ବାପା ଥିଲେ ଭୁଇଁ ଅଛି, ବରଗଛ ପରି ସହି ସେ ଯାଆନ୍ତି ନୀରବରେ ସବୁ କିଛି, କାହାକୁ ନ କହି କିଛି, ଏଇ ପରା ବାପା ଛାତି। କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ହେ କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ଭାଇନା ଓ ସତରେ ଆମ ବାପା ଆମ ପାଇଁ ସବୁ କିଛି କରୁଥାନ୍ତି, ହେଲେ ଆମେ ଗୁଡା ପୁରା କୁଳାଙ୍ଗାର, ନା ତାଙ୍କ କଥା ଶୁଣୁଛୁ ନା ତାଙ୍କ କଥା ମାନୁଛୁ। ଆରେ ଅବିନାଶ, ଏଟା ପରା ଇଏ ଶିକ୍ଷିତ ସମାଜର ଷ୍ଟାଇଲ। ଗାଈ 18 ଲିଟର କ୍ଷୀର ଦଉଥିବ ମାନେ ସେ ଗାଈ ଭାରି ଭଲ, ଆଉ ଟିକେ ବୟସ ହେଇଗଲେ ବାପାଙ୍କ ପରିସ୍ଥିତି ବି ଠିକ ସେଇଆ, ଘରର ଅଳିଆ ଭାବିକି ଘର କୋଣରେ ଜାକି ଦେବେ। ହଁ ସେଇଆ ନୁହେଁ ତ ଆଉ କଣ। ସମୟ ହେଲେ ସବୁ ଜାଣିବ ବାପାଟେ କଣ ବୋଲି, ବୁଝିଲା ପରେ ସେଦିନ ବନ୍ଧୁ ବାପାଙ୍କୁ ଝୁରିବ ଖାଲି। ଫଟୋ ତାଙ୍କ ଝୁଲୁଥିବ, ଫୁଲମାଳ ଲାଗିଥିବ, ଫଟୋରୁ ତଥାପି କହି ଦଉଥିବେ ଡରିବୁନି ଆରେ ନବ। ବାପା ପଣିଆ ତ ଏଇ, ଶୁଣ ଥରେ ମନ ଦେଇ, ଚଳନ୍ତି ଦେବତା ଆଶିଷ ତାଙ୍କର ସବୁ କିଛି ଯାଏ ଦେଇ। ମନ୍ଦିରକୁ ଯିବା କାହିଁ ବାପାଙ୍କୁ ପୂଜିଲେ ଭାଇ। କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ହେ କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ଭାଇନା ଓ ମୁଁ ଜମା ସେମିତି ନୁହେଁ, ମୁଁ ମୋ ବାପାଙ୍କ କଥା ମାନେ, ମୋ ବାପାଙ୍କ ସମ୍ମାନ କରେ ଓ ତାଙ୍କ ଯତ୍ନ ନିଏ। ମୋ ପାଇଁ ମୋ ବାପା ଆକାଶ ଠାରୁ ବଡ। ଭଲ, ଭାରି ଭଲ। ଖାଲି ତୋରି ଭଳି ପୁଅ ମାନଙ୍କ ପାଇଁ ଏ ବାପା ଜାତିଟା ଆଜି ବଞ୍ଚିଛି, ଆଉ ଏ ନାତି ପିଲାମାନେ ଜେଜେ ବାପା କଣ ବୋଲି ଜାଣିପାରୁଛନ୍ତି। ମଡର୍ଣ୍ଣ ଯୁଗ ପୁଅ ବୋହୂ ଏ ଷ୍ଟାଇଲରେ ଆଜିକାଲି ବାପାଙ୍କୁ ଦେଲେ ନୂଆ ନାଁଟେ ଡାକୁଛନ୍ତି ବୁଢା ବୋଲି। କିଏ ବୁଝେଇବ ଭାଇ ଅଧମଙ୍କୁ କାନେ କହି, ବାପା ସବୁବେଳେ ବାପା କେବେ ସିଏ ପୁରୁଣା ହୁଅନ୍ତି ନାହିଁ। ଆଉ ପୁଣି କେହି କେହି ବୋଝ ବୋଲି ଭାବି ଦେଇ ହାୟରେ ବିଧାତା ବାପାଙ୍କୁ ଛାଡନ୍ତି ବୃଦ୍ଧ ଆଶ୍ରମରେ ନେଇ। କାହାକୁ କହିବା ଯାଇ ଆମରି ସଂସ୍କାର ଏଇ। କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ହେ କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ଭାଇନା ଓ ଏମିତି କଣ ହବା କଥା? ବାପା ପରା ଆମ ଜନ୍ମଦାତା, ଆମ ଭଗବାନ, ତାଙ୍କୁ ହିନିମାନ କଲେ ଆମେ ନର୍କକୁ ଯିବା। ଆରେ ରିଙ୍କୁ, ଏଠି କଣ ସେ କଥା କିଏ ବୁଝୁଛି? ଏଠି ଜିମ୍ ଯାଇ 3 ଘଣ୍ଟା ଏକ୍ସରସାଇଜ କଲା ବେଳକୁ ଟାଇମ ଅଛି, ହେଲେ ବାପାଙ୍କର ଗୋଡ ମୋଡିଲା ବେଳକୁ ହାତ ବିନ୍ଧୁଛି। ପୁଅ ଶାଳୀ ପାଇଁ ଭାରି ବ୍ୟସ୍ତ, ହେଲେ ବାପାଙ୍କ ବେଳକୁ ସମୟ ନାହିଁ। ଏଇ ତ ଦୁନିଆ, କାହାକୁ କହିବା? ଜଗନ୍ନାଥ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅ ପ୍ରଭୁ। ବାପାଙ୍କ କଥା ବେଦ ପରୀକ୍ଷା 100ରୁ 100 ସେ ସତ, ସେଇ କଥାକୁ କଲେ ଆଦର୍ଶ ଜିତିବୁ ଦୁନିଆ ଯୁଦ୍ଧ। ବାପା ଥିଲେ ପାଖେ ତୋର, କାହାକୁ ଯେ ନାହିଁ ଡର, ବୁଢା ବୟସରେ ଛିଡା ହେଇଯିବେ ବିପଦ ଆଗରେ ତୋର। କଥା ପରା ଛୋଟ ଏଇ,
ଜାଣିଥାରେ ଧନ ତୁହି ବୟସ ହେଲେ ବି ବାପାଙ୍କୁ କେବେ ତୁ ଅଲଡା ଭାବିବୁ ନାହିଁ। ଯିଏ ଜଳେ ଆମ ପାଇଁ ଆମ ବାପା ପରା ସେଇ। କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି। ହେ କିଏ ବୁଝୁଛି କିଏ ଦେଖୁଛି ବାପାଙ୍କ ଆଖିରୁ ଆଜି ଲୁହ ଝରୁଛି।